ओम श्री परमात्मने नमः। ओम श्री गुरुपादुकाभ्यं नमो नमः। गोगिरिधारण मेदिनित्राणम् काम्य मनोरथ सिद्धि प्रदानम्। गोगिरिधारण मेदिनित्राणम् काम्य मनोरथ सिद्धि प्रदानम्। श्रीजदुनन्दन हर मे पापं तं प्रणमामि च बालगोपालं तं प्रणमामि च बालगोपालम्। बोले बालगोपाल भगवान की जय। द्वितीय स्कंदर सप्तम अध्याय एवं आरंभ होउछन्ति। ओं नमो भगवते वासुदेवाय। ओं नमो भगवते वासुदेवाय। श्रीमद्भागवत द्वितीय स्कंध सप्तम अध्याय। जे अवतारे जे बा कर्म ताहार प्रयोजन गुण नारदे ब्रह्मा जा कहिले ताहा वर्णन सप्तमरी ब्रह्मा उवाच। शुण नारद मुनिवर भूत भविष्य अवतार अशेष जनकर हिते शुण कहिबा तो अग्रते पद्मकल्पर अन्ते हरि शुकर रूपे अवतरी से सर्वयज्ञमय गात्री धरणी उद्ध दिवारथी आदि असुर अवतार प्रचंड हिरणाक्ष वीर ताहाको महार्णव जले दन्ते विदारिले पाताली वज्रे जेशने वज्रधर हेले विदारे महीधर से पुणी रुचि ऋषि हरे जन्मिले आकुति उदरी सुयज्ञ रूपे अवतरी दक्षिणा गर्भे वीर्यभरी सर्वदेवं को जात कले त्रैलोक्य भय निवारिले मनुजे ब्रह्मार नंदन तेणु से देले हरि नाम। कर्दम ऋषि गृहे पूर्वे जन्मिले देवहूति गर्भे तांक संगते नव नारी जन्मिले दिव्य रूप धरी से जन्मे जननीर दुख देखी सदय पद्ममुख आत्मार गति मातागी कहिले तत्व अनुरागी से तत्वे आत्मा गुण दोष से देवहूति कले नाश ताहांको माया रोग धरी कपिल रूपे अवतरी अत्रिर तप देखी तो से तक्षणे मिली तार बासी बोइले देली तोते वर होइबी तोहर कुमार दत्त वचने दत्त नाम सुंदरी समनोहि काम धरणी पर्यटन कली अनेक तप आचरिले हय जदुवादी राजा तार चरणे कले पूजा जग समाधि संपादिले जन्म मरणु निस्तरिले सृष्टि सृजने मन करी आद्य मु तप जे आचरी तपर बळे भगवान जात होइले चतुसन जे जोग पूर्व काले थिला कल्प प्रलय नाश गला ताहा उद्धरी जोग बळे धर्म रखिले महितली दक्ष कुमारी गर्भे हरि धर्मर वीर्ये अवतरी से दक्ष कन्या मूर्ति नाम सर्वसुंदर अनुपम तार उदरु पूर्व कल्पे जन्मिले नारायण रूपे नर स्वरूप नर नाम सर्वसुंदर पुण्यधाम निश्चल तप जोग ध्याने बसिले बदरिकाश्रमी
ଅତି ଦୁଃସହ ତପ ଘୋରେ ଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ ତକ୍ଷଣୀ ଅପସରା ଗଣେ ମିଳିଲେ ବଦରିକାବନି ଦିବ୍ୟ ସୁବେଶେ ନାନା ରଙ୍ଗୀ ଆସି ମିଳିଲେ ତପ ଭଙ୍ଗୀ ତହିଁ ଉର୍ବଶୀ ରୂପ ଦେଖି ଲାଜେ ହୋଇଲେ ଅଧମୁଖୀ କୋପ ନୟନେ ମୁନିଜନ କାମକୁ କରନ୍ତି ଦହନ କୋପକୁ ନ ପାରନ୍ତି ଦହି କୋପ ପ୍ରବେଶ ଯହିଁ ନାହିଁ କାହୁଁ କରିବେ ତପନାଶ ବାହୁଡ଼ି ହୋଇଲେ ନିରାଶ ଉତ୍ତାନ ପାଦ ରାଜା କୋଳି ଧ୍ରୁବ ବାଳକ ସ୍ନେହ ଭଳି ବସିବ ବୋଲି ବିଚାରିଲା ମାତା ସପତ୍ନୀ ଝିଙ୍ଗାସିଲା ସେ ନିଜ ଜନନୀ ବଚନେ ଅରଣ୍ୟ ଗଲା ଦୁଃଖ ମନେ ଅତି କଠୋର ତପ କଲା ତାକୁ ଯେ ଧ୍ରୁବ ପଦ ଦେଲା ମୁନିଏ ଗୁର୍ଦ୍ଧେ ତଳେ ଥାଇ ଧ୍ରୁବ ତପସ୍ୟା ଫଳ ଚାହି ସ୍ତୁତି କରନ୍ତି ତାର ତପେ ଜନନୀ ଦେଖି ତା ସମୀପେ ବେଣଜେ ସତ୍ୟ ଯୁଗେ ରାଜା ଅଧର୍ମୀ ପାଳେ ଜନ ପ୍ରଜା ହରିଙ୍କି ନ ସ୍ଥାପନ୍ତେ ଭଲି ବ୍ରାହ୍ମଣୀ ସାପେ ନାଶ କଲି ରାଜା ମାରଣୀ ଅରାଜକେ ପ୍ରଜା ଲୁଟିଲେ ଦୁଷ୍ଟ ଲୋକେ ତା ଦେଖି ଦିଜେ ସ୍ତୁତି କରି ତକ୍ଷଣୀ ପୃଥୁ ରୂପ ଧରି ହରି ଜନ୍ମିଲେ ରାଜା କୁଳେ ଭୂମି କି ଦୁହିଁ ବାହୁବଳି ପ୍ରଜାଙ୍କୁ ଶସ୍ୟ ବୀଜ ଦେଲେ ଅନ୍ନ ସଙ୍କଟ ଉଦ୍ଧରିଲେ ନାଭିର ବୀର୍ଯ୍ୟ ସେ ଋଷଭ ସୁଦେବୀ ଉଦରେ ସମ୍ଭବ କପଟେ ଜଳ ରୂପ ଧରି ସକଳ ଯୋଗ ସାଧ୍ୟ କରି ପରମହଂସ ମୁନିଗଣୀ ନମନ୍ତି ଯାହାର ଚରଣୀ ସେ ସ୍ୱଚ୍ଛ ଶାନ୍ତ ଅନ୍ତର୍ଗତ ଅଶେଷ ସଙ୍ଗରୁ ବିମୁକ୍ତ ପୁଣି ମୋହର ଯଜ୍ଞ କାଳେ ମନ୍ତ୍ରେ ଉପୁଜିଲା ଅନଳି ନର ଶରୀରେ ଶରୀର ଅଶ୍ୱଶିର ସୁବର୍ଣ୍ଣ ବର୍ଣ୍ଣ ଜଟାଭାର ସକଳ ବେଦ ଯଜ୍ଞମୟ ଅଖିଳ ଦେବାତ୍ମା ଦେହ ତାର ନିଶ୍ୱାସୁ ବେଦ ତିନି ଜନ୍ମିଲେ କର୍ମକାଣ୍ଡ ଘେନି ଯୁଗାନ୍ତ କାଳେ ମହାଜଳେ ରାଜାର ତର୍ପଣର କାଳି ରାଜା ଚଳୁରେ ଦଇତ୍ୟାରି ମିଳିଲେ ମତ୍ସ୍ୟ ରୂପ ଧରି ଜଳ ବିପ୍ଳବେ ବେଦ ରାଶି ଥିଲା ଯେ ମହାଜଳେ ପଶି ସେ ବେଦ ସଲିଳୁ ଉଦ୍ଧନି ମନୁକୁ ଦେଲେ ନରହରି ବାସବ ସମ୍ପଦ ଉଦ୍ଧାରେ କ୍ଷୀର ସମୁଦ୍ର ମନ୍ଥିବାରେ ମିଳି ସକଳ ଦେବାସୁର ସମୁଦ୍ରୀ ସ୍ଥାପିଲେ ମନ୍ଦର ଅଗାଧ ଜଳ ମଧ୍ୟେ ହରି ମିଳିଲେ କୁର୍ମ ରୂପ ଧରି ପୃଷ୍ଠେ ବହିଲେ ଗିରିବର ମନ୍ଥନ କଲେ ଦେବାସୁର ଗିରିଘର୍ଷଣ କଣ୍ଡୁ ସୁଖେ ନିଦ୍ରା ନୟନ ଗଧ ମୁଖେ ପୁଣି ନୃସିଂହ ଅବତାର ଦେବଙ୍କ ଭୟ କଲେ ଦୂର ପ୍ରହ୍ଲାଦକୁ ରକ୍ଷା କରି ହିରଣ୍ୟ କଶିପୁ ବିଦାରି ଭ୍ରମାଇ ଭ୍ରୁକୁଟି କୁଟିଳ ଦନ୍ତ ଶ୍ରୀମୁଖ ବିକରାଳ ଗଦା ବୁଲାଇ ଅତି ବେଗୀ ଦୈତ୍ୟ ମିଳିଲା ସିଆଗି ତକ୍ଷଣୀ ଗୁରୁ ମଧ୍ୟେ ଧରି ନଖାଗ୍ନେ ହୃଦୟ ମିଦାରି ମହାଦୈତ୍ୟ କୋଶ ହାରିଲେ ସଂସାର ସଙ୍କଟ ତାରିଲେ ଅଗାଧ ସରୋବର ମଧ୍ୟେ କୁମ୍ଭୀର ଗଜରାଜ ପାଦି ଧଇଲା ଗତି ଦୃଢ଼ ବଳେ ହସ୍ତିର ଚରଣ ନିଶ୍ଚଳି ଚଳି ନ ପାରି ଯୁଦ୍ଧପତି ଆରତେ ଡାକିଲା ଶ୍ରୀପତି ହସ୍ତେ କମଳ ଊର୍ଦ୍ଧ୍ୱେ ତୋଳି ନୟନ ଅଶ୍ରୁ ଜଳ ଗଳି ଆଦି ପୁରୁଷ ଲୋକନାଥ ତୀର୍ଥ ପବିତ୍ର ତୋ ଚରିତ
ଶ୍ରବଣ ମଙ୍ଗଳ ତୋ ନାମ ପୁଣ୍ୟ ପୁରୁଷ ଗୁଣଧାମ ସେ ହରି ସ୍ଥିତ ଯୋଗ ଧ୍ୟାନି ଗଜ ବିକଳ ଅନୁମାନି ମରଣ କାଳେ ସୁମରିଲା ବିଷ୍ଣୁର ସମାଧି ଭାଜିଲା ତାର ମହିମା ଅପ୍ରମେୟ ନିମିତେ ବହେ ନାନା ଦେହ ଦକ୍ଷିଣ ଭୁଜେ ଚକ୍ରଧରି ଗରୁଡ଼ କନ୍ଧେ ବିଜେ କରି ଚକ୍ର ପ୍ରହାରେ ନକ୍ରମାନି ହସ୍ତିର ଶୂନ୍ୟ ହସ୍ତେ ଧରି ଜଳୁ ଧରି ନାରାୟଣ ଅନ୍ତର ହେଲେ ତତକ୍ଷଣ ହରିବୋଲା ଅଦିତି ପୁତ୍ରଙ୍କରେ ସାନ ଗୁଣରେ ଜ୍ୟେଷ୍ଠ ସେ ବାମନ ତ୍ରିପାଦେ ତିନି ଲୋକ ଜିଣି ସେ ଅଧିଯଜ୍ଞ ନାମ ଭଣି ଯେ ଧର୍ମ ମାର୍ଗେ ନିତ୍ୟ ଥାନ୍ତି ଯାଚନ୍ୟା ବିନା ତା ସମ୍ପତ୍ତି ଈଶ୍ୱର ଆଦି ତନୁ ଧରି କେହି ନ ପାରେ ତାହା ହରି ସେଭଳି ଦୃଢ଼ ସତ୍ୟମନି କୃଷ୍ଣ ଚରଣ ଆରାଧନେ ମନ୍ତ୍ରୀର ବୋଲନ ଶୁଣିଲା ତ୍ରିପାଦ ଭୂମି ଦାନ ଦେଲା ବିଷ୍ଣୁର ପାଦ ଜଳେ ଇଚ୍ଛା ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା ସର୍ବସମ୍ପଦ ଆତ୍ମା ତୁଲି ଅର୍ପିଲା ବିଷ୍ଣୁ ପାଦ ମୂଳି ତୁଜେ ନାରଦ ତାର ବଂଶେ ଶରୀର ବହୁ ମୋର ବଂଶୀ ଯେ ଭାବେ ହୋଇছে ଭୂତ ଜ୍ଞାନ କହିଲା ହୋଇ ହଂସ ତହୁଁ ଲଭିଲୁ ଦିବ୍ୟ ଜ୍ଞାନ ଯେ ଯୋଗୀ ଗଣେ ବିଦ୍ୟମାନ ସେ ମନ୍ୱନ୍ତରେ ମନୋବଂଶେ ସୋତେ ଯେ ଚକ୍ରବର୍ତ୍ତୀ ଅଂଶେ ଦୁଷ୍ଟ ରାଜାଙ୍କୁ ଦଶ ଦିଗେ ଜିଣି ସ୍ଥାପିଲା ସାଧୁ ମାର୍ଗେ ତ୍ରିଲୋକ ପରି ସତ୍ୟ ଲୋକେ କୀର୍ତ୍ତି ବିସ୍ତାରୀ କୌତୁକେ ସେ ଧନ୍ୱନ୍ତରୀ ରୂପ ଧରି ବ୍ରହ୍ମାଣ୍ଡ ମଧ୍ୟେ ଅବତରି ହରିଲା ପ୍ରାଣୀଙ୍କର ବ୍ୟାଧି ଭିଆଇ ମନ୍ତ୍ର ଔଷଧି ଯଜ୍ଞ ସ୍ୱଭାଗ ଭୋଗ କଲା ପ୍ରାଣୀଙ୍କି ଆୟୁର୍ବେଦ ଦେଲା ବ୍ରାହ୍ମଣ ବଧ ଦେଖି କୋପି ସେ ପୁଣି ପରଶୁରାମ ରୂପୀ ପରଶୁ ଦକ୍ଷ ଭୁଜେ ଧରି ଅବନି ପର୍ଯ୍ୟଟନ କରି କ୍ଷତ୍ରିଙ୍କ ରୁଧିର ତର୍ପଣୀ ତୁଷିଲା ନିଜ ପିତୃଗଣୀ ମୋର ବଚନେ ଦୈତ୍ୟାରି ଇକ୍ଷ୍ୱାକୁ ବଂଶେ ଅବତରି ପିତା ବଚନେ ଗଲା ବନ ସ୍ୱପତ୍ନୀ ସହିତେ ଲକ୍ଷ୍ମଣ ସୀତା ରାବଣ ନେଲା ହରି ସେ କୋପେ ତାର ବଂଶ ମାରି ବିଭୀଷଣଙ୍କୁ ଲଙ୍କା ଦେଲେ ଦେବଙ୍କ ଭୟ ନିବାରିଲେ ତ୍ରିପୁର ମଧ୍ୟେ ଜହ୍ନେ ହର ସେ ରୂପେ ତେଜ ରଘୁବୀର ସେ ତେଜେ ଉରଗମ କର ନକ୍ର ସମୂହ ଥରହର ଜଳଧିତାରେ ଭୟ କରି ତାହାର ନିଜ ରୂପ ଧରି ଚରଣୀ ଶରଣ ପଶିଲା ଲଙ୍କା ଗମନେ ମାର୍ଗ ଦେଲା ଯେ ଦଶଗ୍ରୀବର ମହିମା ଅତି ପ୍ରତାପୀ ଗରୁ ସୀମା ଦିଗ ବିଜୟୀ ଲଙ୍କାପତି ଐରାବତ ନାମେ ହସ୍ତି ତାହାର ସଙ୍ଗୀ ବାଦ କରି ଉରସ୍ପର ସେ ଦନ୍ତ ଚୋରି ଦେଖି ଭାଜିଲା ଗଦ ଶ୍ରେଷ୍ଠ ରାବଣ ସଙ୍ଗେ କାହିଁ ହଟ ସେହି ରାବଣ ଦର୍ପରଣୀ ଶ୍ରୀରାମ ସଂହାରିଲେ ବାଣୀ ଭୂମିର ଭାରା ନିବାରଣୀ କ୍ଷୀର ସମୁଦ୍ରେ ଦେବଗଣୀ ଈଶ୍ୱର ସଙ୍ଗେ ଦେବ ବଳେ ନମିଲେ ଚରଣ କମଳି ଅନେକ ମତେ ସ୍ତୁତି ଭଣି ବିଷ୍ଣୁ ସନ୍ତୋଷ ତାହା ଶୁଣି ସନ୍ତୋଷେ ଶୁକ୍ଳ କୃଷ୍ଣ କେଶ ଜଙ୍ଘ ଉପାଡ଼ି ହୃଷିକେଶ ସେବେ ନିରୋମ ମହିତଳି ଅସୁର ବଳ ସଂହାରିଲେ ହରିଲେ ଅବନୀର ଭାର ମହାମହିମ ଚକ୍ରଧର ତିନି ଦିବସେ ନାରାୟଣ ଶୋଷିଲେ ପୁତନାର ପ୍ରାଣ ମାସକେ ନନ୍ଦ ଗୃହେ ହରି
ପାଦେଶ କଟା ଚୋର କରି ଦଧି ମନ୍ଥନ କାଳି ଧରି ରୋଳେ ବାନ୍ଧିଲା ନନ୍ଦନାରୀ ସେ ରୋଳ ସଙ୍ଗେ ନନ୍ଦ ବଳା ବେନି ଅର୍ଜୁନ ମଧ୍ୟ ଗଲା ଅତି ଉତ୍ସର୍ଗ ବେନି ବୃକ୍ଷେ ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ ସେ ପୁଣି ଗୋବତ୍ସାର କ୍ଷଣେ କାଳିନ୍ଦୀ ତଟେ ବୃନ୍ଦାବନୀ ବତ୍ସା ବାଳକ ବିଷ ଜଳେ ପଶିଲେ ତୃଷାର ବିକଳି ସକଳେ କଲେ ଜଳପାନ ତକ୍ଷଣେ ହାରିଲେ ଜୀବନ ଅଦ୍ଭୁତ ଦେଖି ଭାବଗ୍ରାହୀ ଅମୃତ ନୟନେ ଅନାଇ ତାହାଙ୍କୁ ଜୀବଦାନ ଦେଲେ ସେ ଜଳେ ସର୍ପକୁ ଦେଖିଲେ ଜିହ୍ୱା ଚଞ୍ଚଳ ବିଷବଳେ ବିହାର କାଳିନ୍ଦୀର ଜଳି ଦୂରେ ନିବେଶୀ ନାଗବଳ ଅମୃତ କଲେ ବିଷ ଜଳ ଜନ୍ତୁଙ୍କୁ କରାଇଲେ ପାନ ଅଦ୍ଭୁତ ଗତି ଭଗବାନ ହରିବୋଲ ଅମ୍ବିକା ବନେ ଗୋପଜନେ ଶୟନେ ନିଶ୍ଚି ଅର୍ଦ୍ଧମାନେ ଅଗ୍ନି ବେଢ଼ିଲା ବେଗେ ଆସି ପ୍ରଳୟାନଳ ପ୍ରାୟ ଦିଶି ଅନଳ ଦେଖି ନନ୍ଦବଳା ବଦନ ଲୁଚା ଅବୋଇଲା ହସ୍ତେ ଲୁଚାଇଲେ ବଦନ ଗୋବିନ୍ଦ କଲେ ଅଗ୍ନିବାଣ ବାନ୍ଧିବା ପାଇଁ ଡୋର ଆଣି ଯେତେ ଜଖିଲା ନନ୍ଦରାଣୀ ବାନ୍ଧି ନ ପାରେ ନନ୍ଦନାରୀ ମହାମହିମ ନରହରି ମାତାର କୋଳେ ବସିଥିଲା ଜୃମ୍ଭଣୀ ମୁଖ ବିସ୍ତାରିଲା ଗୋପୀ ଚାହିଁଲା ତା ବଦନ ଉଦରେ ଅଶେଷ ଭୁବନ ବରୁଣପୁରୁ ଦୈତ୍ୟାରୀ ନନ୍ଦକୁ ବନ୍ଦୀ ମୋକ୍ଷ କରି ବରୁଣପୁରୁ ଯେତେବେଳେ ନନ୍ଦକୁ ଆଣିଲେ ଗୋକୁଳେ ଗୋପାଳେ ବରୁଣ ଭୁବନ ଦେଖିବେ ବୋଲି କଲେ ମନ ତାହାଙ୍କୁ ନିଦ୍ରା କାଳେ ନେଇ ବରୁଣ ଭୁବନ ଦେଖାଇ ପୁଣି ଦୟାରେ ଭଗବାନ ଦେଖାଇ ଆପଣା ଭୁବନ ସେ ପୁଣି ବଳଦେବ ସଙ୍ଗେ ବନେ ଖେଳନ୍ତି ନାନା ରଙ୍ଗେ ବ୍ୟମ ଅସୁର ମାୟା କଲା ଗୋପାଳ ପୁଅଙ୍କୁ ହରିଲା ଗିରି କ୍ରୋଟରେ ନେଇ ଧୋଇ ଦ୍ୱାର ରୁନ୍ଧିଲା ଶିଳା ଦେଇ ତାହା ଜାଣିଲେ ଚକ୍ରବାଣୀ ବନ୍ଦୀରୁ ଗୋପସୂତ ଆଣି ଅସୁର ଜୀବନ ହରିଲେ ପୁଣି ଅଦ୍ଭୁତ କର୍ମ କଲି ଗୋପାଳୀ ନନ୍ଦ ଗୋପ ମିଳି ଇନ୍ଦ୍ର ଉତ୍ସବ ଯଜ୍ଞ କାଳେ ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜି ପର୍ବତ ଗୋବର୍ଦ୍ଧନ ପୂଜି ଇନ୍ଦ୍ର କୋପିଲା ଯଜ୍ଞ ଭଙ୍ଗେ ମେଘ ପବନ ଘେନି ସଙ୍ଗେ ଇନ୍ଦ୍ର ବରସେ କୋପ କରି ପ୍ରଳୟ କାଳେ ଜେହ୍ନେ ବାରି ହରିବୋଲ ତା ଦେଖି କୃଷ୍ଣ ଦୟା ଚିତେ ଗୋରୁ ଗୋପାଳ ରକ୍ଷା ଅରଦେ ଶପଥ ବରଷ କୁମାର ହସ୍ତେ ଉପାଡ଼ି ଗିରିବର ଛତ୍ର ପରାଇ ବାମ କରେ ତୋଳିଲା ଅଙ୍ଗୁଳି ଅଗ୍ରରେ ଶପଥ ଦିନ ବରସିଲା କୃଷ୍ଣର କରି ଗିରିଥିଲା ଭୟ ଚିନ୍ତିଣ ସୁରରାଇ ଶରଣ ଗଲା କୃଷ୍ଣ ବାଇ ଆସି ସୁରବି ଘେନି ସଙ୍ଗେ ପୂଜିଲା କୃଷ୍ଣ ପାଦ ଯୋଗେ ଗୋବିନ୍ଦ ନାମ ଦେଇଗଲା ସନ୍ତୋଷେ ପୁରୀ ପ୍ରବେଶିଲା ପୁଣି ଶରଦନୁ କାଳେ ଗୋବିନ୍ଦ ଯୋଗ ମାୟାବଳି ରାତ୍ରି ଶଙ୍କର ସ୍ମିତାହିଁ ରାସ ଉତ୍ସବେ ଭାବଗ୍ରାହୀ
মধুর বেণুনাদ গীতে মন মোহিলে মামা যেতে অনঙ্গ মোহে ব্রজনারী গোবিন্দ সঙ্গে ক্রীড়া করি শুনি কৃষ্ণর বেণু স্বন মিলিলা কুবের নন্দন গোপীঙ্কি হরিবার আসে লুচি বসিলা বনদেশে তাহাকু ধরি বেণুধর কর প্রহারে ছেদি শির মণি হরিলে তার শিরু অশেষ জন পিতা গুরু প্রলম্বা বকা বচ্চাসুর কেশি ধেনুকা ষଣ୍ଢାବୀର ମୁଷ୍ଟିକ ମଲ୍ଲ କୁବଳୟା କଂସ ଜବନ ଘୋର ମାୟା ନାରକା ଶଲ୍ୟ ପୁଣ୍ଡରୀକ କପିବଲ୍ଲଳ ଦନ୍ତବକ୍ର ଶପଥ ଷଣ୍ଢ ବିଦୁରଥ ସମ୍ବର ରୁକ୍ମିଣୀର ଭ୍ରାତ କାମ୍ଭୋଜ ମତ୍ସ୍ୟ କୁରୁବିରି ସଞ୍ଜୟ କେକୟ ଗପରି ଏହାଙ୍କୁ ସଂଗ୍ରାମେ ନିବାରି ভীম অর্জুন সঙ্গে করি পরম পদে দেলে স্থান মায়া মনুষ্য ভগবান কলি প্রবেশে কাল বলি প্রাণীয়ে চেতনা চঞ্চলি ভারতী ন পারন্তি ধরি অল্প আয়ুষ দেখি হরি জন্মিলে ব্যাস রূপ ধরি অশেষ শ্রুতি শাস্ত্র করি বেদ দ্রুমকু শাখা কলি একু অনেক বুদ্ধি বলি অসুরে রহি বেদ মার্গী মায়াভিমানী কলি যুগে ময়দয়িত রসঙ্গতি দৃশ্য দৃশ্য বেনিপথে সে কথা জানি জগন্নাথে বুদ্ধাবতারে জনহিতে কপট মায়া মোহ বসে পাষণ্ড মার্গ উপদেশে অনেক মতে বুঝাইবে সুজন জনঙ্কু রক্ষিবে পুরিয়ে কলিযুগ অন্তে সাধু জনঙ্ক গৃহগতি কৃষ্ণ স্মরণ গুণগাথা নহিব যেবে হরি কথা দিজে পাষণ্ড আচরিবে সে পঞ্চযজ্ঞ ন করিবে রাজা হইবে শূদ্র জনে প্রজা পিণিবে কর ধনে যে স্বাহা সধা 10 টাকার ছাড়ি করিবে দুরাচার এমন্ত দেখি কল্কি রূপে অশ্বমারোহী মহাকোপে খড়গ ধরিবে নিহস্তে শেষে স্থাপিবে ধর্মপথে সর্জনে মুহির ঋষি নব প্রজাপতিয়ে তপভাব স্থিতিরে ধর্ম মনুগণ যজ্ঞ স্বরূপ বিষ্ণু পুণ অমর গণ রাজাগণ সহারে অধর্ম কারণ যে হর হরি 3 পুর উরগ আদি যে অসুর অনন্ত শক্তি দামোদর এ সর্ববিভূতি তাহার যেণু সে মায়া রূপ ধরি কল্প কল্পান্তে সৃষ্টি করি যে বিষ্ণু নাভিজাত পাদ আবরি ভুবন 14 যাবেগে প্রকৃতি কম্পিলা নিজ বিক্রমে যে ধইলা সে বিষ্ণু মহিমা সংসারে কে গণি সংখ্যা করি পাহারে যে কবি ভূমি রেণু গণি সে কি পারিব পরিমাণি তাহার মায়া বলগতি তাগন্ত কেহি ন জানন্তি তোর অগ্রজ মুনি শান্ত সে কাহি জানিবে তদন্ত ব্রহ্মা শঙ্কর ন প্রমাণে অপরে কেবা তাহা জানি বাসুকি অয়ুত বদনে সমর্থ নহে গুণগানি যাহারে হরি দয়া করে সে দেবে নিষ্কপটে ধরে দুস্তর মায়া সে তরন্তি দুঃখ সংকটে ন পড়ন্তি শ্বান শৃগাଳ ভক্ষ দেহে মুমର ବୋଲି ଜ୍ଞାନ ନহে ଏବେ ନାରଦ ଶୁଣ ଧୀରେ ଯିବା ତରିଲେ ମାୟା ଘରେ ତା ମାୟା ଚିତ୍ତେ ଜାଣି ଭଲେ ଯେ ସଂସାରୁ ତରିଗଲେ ମୁହିଁ ଜାଣଇ ମାୟା ତାହାର ତୁ ଜାଣୁ ଜାଣଇ ଶଙ୍କର ପ୍ରହ୍ଲାଦ ଜାଣେ ଅନ୍ତର୍ଗତି ମନୁ ଯେ କୁଟୁମ୍ବ ସହିତେ ପ୍ରାଚୀନ ବରହିରୁ ଭୁବଙ୍ଗ ଧ୍ରୁବ ଇକ୍ଷ୍ୱାକୁ ମୁଚୁକୁନ୍ଦ ବିଦେହ ସୌମ୍ୟ ସୁତ ଗାଧି ରଘୁ ଅମ୍ବରୀଶ ସୁବୁଧି
ଗୟନା ହୁସ ଆଦି ଯେତେ ଶୁଣ ନାରଦ କହୁଁ ତୋତେ ମାନ୍ଧା ତାଳର୍କ ଶତଧନୁ ରନ୍ତି ଦେବ ଯେ ଗଙ୍ଗା ଶୁନୁ ଅମୃତ ରୟ ଯେ ସୌଭରି ଦିলীପ ଉତ୍ତଙ୍କ ଯେ ବଳି ଶିବି ଦେବଳ ପିପଳାଦ ସାରସ୍ୱତ ସଙ୍ଗେ ଉଦ୍ଧବ ଯେ ପରାଶର ଭୂରି ସେଣ ରାବଣ ଭ୍ରାତ ହନୁମାନ ଶୁକ ଯେ ଉପଇନ୍ଦ୍ର ଦତ୍ତ ବିଦୁର ଆର୍ଷ୍ଟ୍ରୀ ସେଣ ପାର୍ଥ ବ୍ରାହ୍ମଣ ଶ୍ରୁତ ଦେବ ତୁଲେ ବିଷ୍ଣୁ ମାୟାରୁ ତରି ଗଲେ ତିର୍ଯ୍ୟକ ହୁଣ ଶୂଦ୍ର ସ୍ତ୍ରୀ ଶବର ଆଦି ଗଲେ ତରି କୃଷ୍ଣର ରୂପେ ମନ ଯାର କିବା କହିବା ଗତି ତାର ଅଦ୍ଭୁତ କର୍ମ ଯେ ତାହାର ଯେ ଭାବେ ନାହିଁ ପରାପର ତା ଭକ୍ତି ଶିକ୍ଷା ଗୋଟେ ଯାର ସେହି ତରନ୍ତି ମାୟା ଘର ନିତ୍ୟ ପ୍ରଶାନ୍ତ ସେ ନିର୍ଭୟ ପ୍ରବୋଧ ମାତ୍ର ଯାର ଦେହ ସେ ଶୁଦ୍ଧ ସର୍ବ ଘଟେ ସମହ ରୂପ ରୂପ ପରଧାମ ଶବ୍ଦ ନ ପାରି ଯାହା କହି ଅନେକ କ୍ରିୟା ଯୋଗ ବହି ଯାର ସମ୍ମୁଖେ ଭଗବତୀ ଲାଜେ ପଳାଇ ଶିରପୋତି ଯେ ବ୍ରହ୍ମଜ୍ଞାନୀ ମୁନିଗଣୀ ଯାହା ସ୍ମରନ୍ତି ଅନୁକ୍ଷଣୀ ନିଜ ସ୍ୱରୂପ ତାର ଚିନ୍ତି ପରମ ପୁରୁଷ ବୋଲନ୍ତି ଅଜସ୍ର ସୁଖ ଯେ ସୁଖ ସେ ବିଶ୍ୱକ ନାହିଁ ଯାହାର ରୂପରେଖ ଯାହାର ପାଦ ଦୃଢ଼ ଚିତି ଯୋଗୀ ଧାରଣା ଅନ୍ତର୍ଗତି ଭାବି ଛାଡ଼ନ୍ତି ସର୍ବତାପ ଇନ୍ଦ୍ର ନ ଖୋଳେ ଜହ୍ନେ କୋପ ସେ ହରି କୈବଲ୍ୟନାଥ ଭାବ ସ୍ୱଭାବ ଏ ଜଗତ କରାଏ ସର୍ବଦେହେ ବସି ସମାଧି ସ୍ୱଭାବ ପ୍ରକାଶୀ ଦେହ ବିଯୋଗ କାଳେ ଦେହି ଗଗନ ପ୍ରାୟ ଶୂନ୍ୟ ରହି ତେଣେ ତାହାର ସଙ୍ଗ ନାହିଁ ଜନମ ମୃତ୍ୟୁ ତାର କାହିଁ ହେ ପୁତ୍ର କହିଲେ ମୁଁ ତୋତେ ହରି ମହିମା ଭାବିଚିତେ ସତ ସତ ରୂପ ସେଘି ଅଶେଷ ମାୟା ରୂପ ବହି କରଇ ଆତ୍ମା ଖେଳ ଲୀଳା ତାର ଚରିତ ଭବ ଭୀଳା ଏ ଭାଗବତ ଧର୍ମ ଯେତେ ଗୋବିନ୍ଦ କହିଥିଲେ ମୋତେ ଏ ସର୍ବ ସଂଗ୍ରହର ମୂଳ ଅଶେଷ ଧର୍ମ ଯଜ୍ଞ ଫଳ ଲୀଳା ବିସ୍ତାରୀ କହ ମୁଖେ ସୁଜନ ଜନଙ୍କର ସୁଖେ ଯେମନ୍ତି ପ୍ରାଣୀଙ୍କର ଚିତେ କୃଷ୍ଣ ବିଷୟ ଅବିରତେ ଯେମନ୍ତେ ନାଶେ ଶୋକ ମୋହ ଇତି ସଂକଳ୍ପିତାତକ ବର୍ଣ୍ଣିଲି ଈଶ୍ୱରର ମାୟା ସେ ଶୁଣି ଜାରି ତାର ଦୟା ମାୟା ନ ଲାଗେ ତାର ଚିତେ ଯେ ଶୁଣି ଗୁଣି ଅବିରତେ ଏମନ୍ତ ଭାଗବତ ବାଣୀ ନାରଦ ବ୍ରହ୍ମା ମୁଖ ଶୁଣି ମନ ଆନନ୍ଦେ କୃତକୃତ୍ୟ କହଇ ଦାସ ଜଗନ୍ନାଥ କହଇ ଦାସ ଜଗନ୍ନାଥ କହଏ ଦାସ ଜଗନ୍ନାଥ ଆନନ୍ଦ ବୋଲାନନ୍ଦ ହରି ବୋଲ ଇତି ଶ୍ରୀମଦ୍ଭାଗବତେ ମହାପ୍ରାଣୀ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ବ୍ରହ୍ମାନାରଦ ସମ୍ବାଦ ନାମ ସପ୍ତମୋ ଅଧ୍ୟାୟ ଶ୍ରୀକୃଷ୍ଣାର୍ପଣମସ୍ତୁ। ଆପଣମାନେ ଶୁଣୁଥିଲେ ଦ୍ୱିତୀୟ ସ୍କନ୍ଧର ସପ୍ତମ ଅଧ୍ୟାୟ ଶ୍ରୀକୃଷ୍ଣାର୍ପଣମସ୍ତୁ। ଭଗବତ କୃପା ସମସ୍ତ ଲାଭ କରନ୍ତୁ। ଜୟ ଜଗନ୍ନାଥ।